କହିଲେ ଯେ ହଉଛି ମାଙ୍କଡଟା ସବୁଦିନ ଆସିକି ଜାମୁ କୋଳି ଖାଏ ଏବଂ ଜାମୁ କୋଳି ମଧ୍ୟ ଗଛ ତଳେ ପଡ଼ିଥାଏ। ତ କିସାନ ନା ସେ ନଦୀର ବହୁତ ମାଛ ଥିଲା ହେଲା। ତା ଭିତରେ ଯୋଉ ବୁଢା କୁମ୍ଭୀର ଥିଲା ସେ ବୁଢା କୁମ୍ଭୀର ନଦୀ ଭିତରେ ଯେତିକି ବି ମାଛ ଥିଲା ସବୁ ଖାଇକି ସାରି ଦେଇଛି। ସବୁ ଖାଇକି ସାରି ଦେଇଛି। ଆଉ ତା ସ୍ତ୍ରୀକୁ ତା ପିଲା ଛୁଆଙ୍କୁ ଦେବା ପାଇଁ କିଛି ଖାଇବାର ଅଛି। ତ ସିଏ ନଦୀ କୂଳକୁ ଆସିଥିଲା। ତ ସେ ଦେଖିଲା ବହୁତ ସାରା ଜାମୁ କୋଳି ପଡ଼ିଛି। ତ ସେ ଜାମୁ କୋଳିକୁ ଖାଇଲା। ତ ସେଟା ବହୁତ ମିଠା ଲାଗିଲା ତାକୁ। ତ ତାପରେ ସେ ଗୋଟେ ଉପାୟ ବାହାରିଥିଲା ଯେ ଦେଖିଲା ଆଠୁ ଗୋଟେ ନଦୀର ଗଛ ଜାମୁ କୋଳି ଗଛ ପାଖରେ ମାଙ୍କଡ ଟିକେ ରହୁଛି। ତ ସେ କଣ କଲା ନା ମାଙ୍କଡ ସହିତ ବନ୍ଧୁ କରିଲା। ତ ବନ୍ଧୁ କରିବା ପରେ କହିଲା ଯେ ମୋତେ ତମେ ଜାମୁ କୋଳି ଦିଅ ମୁଁ ଖାଇବି ଏବଂ ମୋ ସ୍ତ୍ରୀ ଖାଇବେ ଏବଂ ପିଲା ଛୁଆ ମଧ୍ୟ ଖାଇବେ। ତ ସେ କଣ କଲା ସିଏ ବି ମାଙ୍କଡ ଦେଲା 2 ଦିନ ଗଲା 3 ଦିନ ଦେଲା। ତାପରେ ପୁରା ଖାଇବା ସବୁ ସରିଯାଇଛି। ବୁଢା କୁମ୍ଭୀରର ସ୍ତ୍ରୀ ସେତେବେଳେ କୁମ୍ଭୀରକୁ କୁହେ ତମେ ଜାମୁ କୋଳି ଯଦି ଏତେ ମିଠା ତାହେଲେ ମାଙ୍କଡର କଲିଜା କେତେ ମିଠା ହେଇନଥିବ। ତାପରେ ସେ ଉପାୟ ବାଛିଲା ଯେ ମାଙ୍କଡକୁ ନେଇଯିବ ଏବଂ ତାର କଲିଜାକୁ ଖାଇବ। ତ ସେଠି ବୁଢା କୁମ୍ଭୀର ମାଙ୍କଡକୁ କହିଲା ଯେ ଆମ ଘର ପରିବାର ଲୋକ ତମକୁ ଦେଖିବା ପାଇଁ ଚାହୁଁଛନ୍ତି ଏବଂ ତମ ସହିତ ଆମ ଘରେ କିଛି ଖାଇବାର ବ୍ୟବସ୍ଥା କରାଯାଇଛି ତମେ ଚାଲ। ତ ମାଙ୍କଡ ତ ଚାଲିଗଲା ବୁଢା କୁମ୍ଭୀର ପିଠିରେ ବସିକି। ତ ମଝି ନଈରେ ବୁଢା କୁମ୍ଭୀର ସତ କଥା କହିଲା ଯେ ଆଜି ଆମେ ତମ କଲିଜା ଖାଇବା କାରଣ ତମେ ଏତେ ଜାମୁ କୋଳି ଖାଉଛ ଯେ ତମ କଲିଜା କେତେ ମିଠା ହେଇନଥିବ। ଦେଇକି ତାପରେ ହଉଛି ତ ସେଇଠି ମାଙ୍କଡ ସହିତ ବୁଢା କୁମ୍ଭୀର ପିଠିରେ ଯିବ। ତ ସେଇଠି ମାଙ୍କଡ ଉପାୟ ବାଞ୍ଚିବ ଯେ ମୁଁ ମୋ କଲିଜାକୁ ଜାମୁ କୋଳି ଗଛରେ ରଖିଦେଇ ଆସିଛି ଆଉ ମୁଁ କଲିଜାଟା ନେଇ ଆସିବି। ବୁଢା କୁମ୍ଭୀର ବି ତାକୁ ନେଇ ଆସିବ। ତ ସେଇଠି କିନା ଯେତେବେଳେ ନଦୀ କୂଳରେ ବୁଢା କୁମ୍ଭୀର ମାଙ୍କଡକୁ ନେଇ ପହଞ୍ଚେ ମାଙ୍କଡ ଯାଇକି ଗଛ ଉପରେ ଏଇ ପଡେ। ତାପରେ ସେଠି ମାଙ୍କଡ କହିବ ଆରେ ମୂର୍ଖ କୁମ୍ଭୀର କେହି କେବେ କଲିଜା ଗଛ ପାଖରେ ରଖିଦେଇଛେ ବିନା କଲିଜାରେ କେହି ବଞ୍ଚି ପାରିବେ ନାହିଁ। ତ ସେଇଠୁ କୁମ୍ଭୀର ଠକିଗଲା। ହଉଛି ମାଙ୍କଡ ସେଇଠୁ ଚକିତ ହେଇଗଲା ଏବଂ ସେ ଗଛରେ ଯେତିକି ଜାମୁ ପଡ଼ିଥିଲା ସବୁଦିନ ଖାଇଲା। ସେ ସେଇ ମଞ୍ଜି ଖାଇଲା ଅଳ୍ପ ଫଳ ଖାଇଲା। ସେ କୁମ୍ଭୀର ନିଜେ ଠକିଗଲା। ତ ଏଇଠୁ କଣ ଶିଖିଲେ? ମାଙ୍କଡର ବୁଦ୍ଧି ଥିଲା କିନ୍ତୁ ସେ ବଞ୍ଚି ପାରିଲା। ଏଠି କିଏ କହିପାରିବ କୁମ୍ଭୀର କିଏ ଦେଖିଛ କହିଲ?